ଜାଣି ସାରିଥିଲି ସେ ଆଉ କାହାର ହେଇସାରିଥିଲା। ସବୁ ଜାଣିବି ନ ଜାଣିଲା ଭଳି ନାଟକ କରିବାକୁ ପଡ଼ୁଥିଲା। ମୁଁ ଜାଣିଛି ବୋଲି ସେ ଜାଣିଲେ କାଳେ ମୋ ସହ କଥା ହେବା ବନ୍ଦ କରିଦେବ, କାଳେ ମୋଠୁ ହଠାତ୍ ଦୂରେଇ ଯିବ, ସେଥିପାଇଁ ଏ ଅଭିନୟ ଥିଲା। ସେ ମିଛରେ ହେଉ ପଛେ ମୋ ସହ କଥା ତ ହେଉଥିଲା, ମିଛରେ ହେଉ ପଛେ ମୋ ସହ ଦେଖା ତ କରୁଥିଲା। ସେଦିନ ପାର୍କ ଭିତରେ ସେ ବେଞ୍ଚ ଉପରେ ତା କୋଳରେ ମୁଣ୍ଡ ରଖି ସେ କଥା ହେଉଥିଲା। ଏସବୁ ଦେଖିଲା ପରେ କ'ଣ ସହିବା ମୋ ପକ୍ଷେ ସମ୍ଭବ ଥିଲା? କିନ୍ତୁ ମୋତେ ସହିବାର ଥିଲା। ସବୁ ପରେ ମୋ ସହ ଭଲ ପାଇବାର ନାଟକଟା ସେ ଭଲ ଭାବରେ କରିପାରୁଥିଲା। ଆଖି ଆଗରେ ସେ ଆଉ କାହାର ହେବାର ଦେଖି ମୋତେ ବି ଅଭିନୟ କରିବାର ଥିଲା। ଧୀରେ ଧୀରେ ତା'ର କଥାବାର୍ତ୍ତା କମିବା ଆରମ୍ଭ ହୋଇଥିଲା। ଅନେକ ରାତି ପର୍ଯ୍ୟନ୍ତ କଥା ହେଉଥିବା ମଣିଷଟା ଆଜି ନିଦ ଆସିବାର ଅଭିନୟ କରି ରାତି 10ଟାରେ ଗୁଡ୍ ନାଇଟ୍ କହିଦେଉଥିଲା। ମୁଁ ଜାଣିଥିଲି ଏବେ ତାକୁ କଲ୍ କଲେ ନିଶ୍ଚିତ ୱେଟିଂ ଆସିବ ବୋଲି। ତଥାପି ସେହି କଷ୍ଟକୁ ଛାତିରେ ଚାପି କଡ଼ ଲେଉଟେଇ ଲେଉଟେଇ ଟକିଆଟା ଭିଜେଇବାର ଥିଲା। ଆଗ ଭଳି ସେ ଆଉ ସକାଳୁ ଗୁଡ୍ ମର୍ଣ୍ଣିଂ କରିବାକୁ କଲ୍ କରୁନଥିଲା। ସକାଳୁ ମୋ ନିଦ ଭାଙ୍ଗିଲେ ଗୁଡ୍ ମର୍ଣ୍ଣିଂ ପାଇଁ କଲ୍ କଲେ ସେ ଅଳସ ଭାଙ୍ଗି ଭାଙ୍ଗି କହୁଥିଲା, ଗୁଡ୍ ମର୍ଣ୍ଣିଂ, ଯାହା ହେଉ ତମ କଲ୍ରେ ଏବେ ନିଦ ଭାଙ୍ଗିଲା, ନହେଲେ ସେମିତି ଶୋଇ ରହିଥାନ୍ତି। କିନ୍ତୁ ତାର ସେ ମିଛ ଅଭିନୟ ମୋ ଆଗରେ ପୁରା ଧରା ପଡ଼ିଯାଉଥିଲା। ଏଇଟା ତାର ପ୍ରଥମ ଗୁଡ୍ ମର୍ଣ୍ଣିଂ ନଥିଲା। ଆଗରୁ ସେ ଆଉ କାହାକୁ ଗୁଡ୍ ମର୍ଣ୍ଣିଂ କରିସାରିଥିଲା। ଭଲ ଅଭିନୟ ଆଉ ଭଲ ମ୍ୟାନେଜ୍ ସେ ଭଲ ଭାବରେ କରିପାରୁଥିଲା। ସବୁ ଜାଣିଲା ପରେ ତା ସହ ମୋର କୌଣସି ସମ୍ପର୍କ ରଖିବାର ନଥିଲା। ସବୁ ଜାଣି ଏମିତି ନାଟକ କରିବାର ମାନେ କେବଳ ତାକୁ ଭୁଲିବା ପର୍ଯ୍ୟନ୍ତ ମନେ ରଖିବାର ଥିଲା। ଧୀରେ ଧୀରେ ତା ସହ ଦୂରତା ବଢ଼ିବାକୁ ଲାଗିଲା, ଆଉ ମୋ ମନ ବି ତାକୁ ଭୁଲିବାକୁ ଲାଗିଲା। ଭରସା ଭାଙ୍ଗି ସାରିଥିଲା, ସ୍ୱପ୍ନ ସବୁ ମିଛ ହୋଇସାରିଥିଲା। ତାକୁ ମୋ ମନର ମେମୋରିରୁ ଧୀରେ ଧୀରେ ଗୋଟେ ପରେ ଗୋଟେ ଅତୀତକୁ ଡିଲେଟ୍ କରିବାର ଥିଲା। ସମୟ ଆସିଯାଇଥିଲା। ସେଦିନ ସନ୍ଧ୍ୟା ସମୟରେ ମୁଁ ମୋ ମାମୁଁକୁ ଏୟାରପୋର୍ଟରେ ଛାଡ଼ି ଫେରିବା ବେଳେ ସେ ତା ସହ କାରରେ ଆଗ ସିଟ୍ରେ ବସି କୁଆଡ଼େ ଯାଉଥିଲା। କାଚରେ ଝାପ୍ସା ଦେଖାଯାଉଥିବା ତା ଚେହେରାକୁ ଚିହ୍ନିବାରେ ମୋର କିନ୍ତୁ କୌଣସି ଅସୁବିଧା ନଥିଲା। ଗାଡ଼ିର ବେଗ ବଢ଼େଇଲି ଆଉ ଲେଫ୍ଟ ଇଣ୍ଡିକେଟର ଦେଇ ସେ ଗାଡ଼ିକୁ ସାଇଡ୍ କରି ଅଟକେଇ ଦେଇଥିଲି। ସେ ଅଟକି ଯାଇଥିଲା। ମୁଁ ଗାଡ଼ିର କାଚ ପାଖକୁ ଗଲି। ତାର ସେ କହିଲା, କ୍ଷମା କରିବେ ଆଜ୍ଞା, ମୁଁ ଆପଣଙ୍କୁ ଜାଣିପାରିଲିନି। ମୁଁ କହିଲି, ଆପଣ ବାମ ପଟରେ ବସିଥିବା ମଣିଷଟା ମୋତେ ଭଲ ଭାବରେ ଜାଣିଛି। ସେ ଡରି ଯାଇଥିଲା ଆଉ କହିଲା, ନାଇଁ ନାଇଁ, ମୁଁ ତାକୁ ଜାଣିନି, ସେ କିଏ ବୋଲି। କ'ଣ ଗୋଟେ ଭୁଲ ବୁଝାମଣା ହେଇଥିବ। ସବୁ ଭୁଲ ବୁଝାମଣାକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଯାଇ କିଛି ଫଟୋ ମୋବାଇଲରୁ ବାହାର କରି ତାର ସେକୁ ଦେଖାଇଥିଲି। ସେ ତୁରନ୍ତ କଥା ବଦଳେଇ କହିଥିଲା, ହଁ ହଁ, ସେ ବା ମୋ ପୁରୁଣା ସାଙ୍ଗ। ବିଲକୁଲ ଚିହ୍ନି ନଥିବା କହୁଥିବା ମଣିଷଟାର ମୁଁ ସାଙ୍ଗେ ସାଙ୍ଗେ ସାଙ୍ଗ ହୋଇଯାଇଥିଲି। ପୁଣି କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖେଇଲି ଆଉ କହିଲି, ମୁଁ କ'ଣ ତମର ଜଣେ ଏମିତି ସାଙ୍ଗ ଯେ ମୋ ସହ ଏମିତି ଫଟୋ ବି ଉଠେଇ ପାର? ଆଉ ତା ପାଟିରେ ଭାଷା ନଥିଲା। ତାର ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରର ଡୋର ଖୋଲି ବାହାରକୁ ଆସିଲା। ମୋ ସହ ହାତ ମିଳେଇ ତା ପାଖରେ ଥିବା କିଛି ଫଟୋ ମୋତେ ବି ଦେଖେଇଲା। ଆରେ ଇଏ କ'ଣ? ମୋ ସହ ତ ଚଳିବା ଭଳି ଫଟୋ ଥିଲା, କିନ୍ତୁ ତା ସହ ଯେଉଁ ଫଟୋ ଥିଲା କାହାକୁ ଦେଖେଇବା ସମ୍ଭବ ନଥିଲା। କିଛି ସମୟ ଆମେ ଉଭୟ କଥା ହେଲୁ ଆଉ ସେ ଗାଡ଼ିକି ଆସିଲା, ତାକୁ ଓହ୍ଲେଇ ଦେଇ କାର୍ ନେଇ ଚାଲିଗଲା। ସେ ଚାଲିଗଲା ପରେ ରାସ୍ତା କଡ଼ରେ ଚୁପଚାପ ଠିଆ ହେଇଥିଲା। ମୁଁ ପାଖକୁ ଗଲି ଆଉ ତାକୁ କହିଥିଲି, ତମେ ମୋତେ ଧୋକା ଦେବାର ଏଇଟା ତମର ଫଳ ଥିଲା। କ'ଣ ଭାବୁଛ ମୁଁ କିଛି ଜାଣିନି? ସବୁ ଜାଣିଛି, ହେଲେ ସେଇ ସବୁ ଭିତରେ ନିଜକୁ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ସେତିକି ଷ୍ଟ୍ରଙ୍ଗ ହେଲା ପରେ ତମକୁ ଏକ୍ସପୋଜ କଲି। ତମ ଭଳି ଝିଅକୁ ଏଇଟା ଗୋଟେ ବଡ଼ ଶିକ୍ଷା। ଅଟୋ ଡାକିବି ନା ନିଜେ ଅଟୋ ଡାକି ଚାଲିଯିବ? ତଳକୁ ମୁହଁ କରି କାନ୍ଦୁଥିଲା। ମୁଁ ହସି ହସି ଗାଡ଼ି ଷ୍ଟାର୍ଟ କରି ପଳେଇ ଆସିଥିଲି। କ'ଣ ଭୁଲ କଲି ପ୍ରତାପ ଭାଇ? ଏମିତି ନୁହେଁ କି ତାକୁ ଏକୁଟିଆ ଛାଡ଼ି ଆସିବା ବେଳେ ମୋତେ କଷ୍ଟ ହେଉନଥିଲା, କିନ୍ତୁ ତା ପ୍ରତି ଥିବା ଭଲ ପାଇବା 70% କମି ସାରିଥିଲା, ଯେଉଁଥିପାଇଁ ଟିକେ ବି ଦୟା ନଥିଲା। କାଲି ଆଉ କାହା ସହ ଶୋଉଥିଲା, ଆଜି ମୋ ସହ ଶୋଇଲା, କାଲି ଆଉ କାହା ସହ ଶୋଇବ। ଏମିତି ନୁହେଁ କି ସେ ଆଉ କାହା ସହ ସମ୍ପର୍କ ରଖିବନି, କିନ୍ତୁ ସେଦିନଠୁ ଏ ସହର ଛାଡ଼ି ଦେଇଥିଲା। ଯଦିଓ ସେ ଏବେ ହାଇଦ୍ରାବାଦରେ ରହୁଛି, ହେଲେ ସେଦିନରୁ ତା ସହ ଆଉ ଯୋଗାଯୋଗ ନାହିଁ କି ଆଉ କାହା ଉପରେ ଭରସା ବି ନାହିଁ। ସତ କହିବି ଭାଇ, ତାକୁ ମୁଁ ବହୁତ ଭଲ ପାଉଥିଲି, ହେଲେ ସେ ମୋ ସହ ଯାହା କଲା ମୁଁ ଭାବୁଛି ଏଇଟା ହିଁ ତା ପାଇଁ ସବୁଠୁ ବଡ଼ ଶାସ୍ତି ଥିଲା। ଏତିକି କହି ସିନା ଫୋନ୍ଟା କାଟି ଦେଇଥିଲା, ହେଲେ କାହାଣୀଟା କେଉଁଠି ନା କେଉଁଠି ଅଧୁରା ଭଳି ମୋତେ ତ ଲାଗୁଥିଲା। ଆପଣ କ'ଣ ଭାବୁଛନ୍ତି? ଯାହା ହେଇଛି ଭଲ ହେଇଛି। ଆପଣଙ୍କ ମତ କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମା ବି ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।